ଯାଜପୁର ବିରଜା ପାନ୍ଥଶାଳା ପରିସରରେ ପୂର୍ବତନ ବିରୋଧୀ ଦଳ ନେତା ସ୍ୱର୍ଗତ ଅଶୋକ ଦାସଙ୍କ 15ତମ ଶ୍ରାଦ୍ଧ ଦିବସ ଅବସରରେ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ଯାଜପୁର ପୌରପାଳିକାର ଉପାଧ୍ୟକ୍ଷ ସନ୍ତୋଷ କୁମାର ମଲ୍ଲିକଙ୍କ ସଭାପତିତ୍ୱରେ ଦଳ ମତ ନିର୍ବିଶେଷରେ ବହୁ ରାଜନେତା ବୁଦ୍ଧିଜୀବୀ ଯୋଗଦେଇ ସ୍ୱର୍ଗତ ଦାସଙ୍କ ସ୍ମୃତିଚାରଣ କରିଥିଲେ। ଭଣ୍ଡାରୀ ପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସେ ସମୟରେ ବିଧାନସଭାର ଚର୍ଚ୍ଚିତ ବକ୍ତବ୍ୟ ଏବେ ଆଉ ଶୁଣିବାକୁ ମିଳୁନାହିଁ ବୋଲି ମତବ୍ୟକ୍ତ କରିଥିଲେ। ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷା ସବିତା ରାଉତ, ବ୍ୟାସନଗର ପୂର୍ବତନ ପୌରାଧ୍ୟକ୍ଷ ରସାନନ୍ଦ ମହାନ୍ତି, କୋରେଇ ବ୍ଲକ ଅଧ୍ୟକ୍ଷ ଭିକାରୀ ବରାଳ, ସମାଜବାଦୀ ଜନତା ପାର୍ଟିର ସଭାପତି ରବି ବେହେରା, ଶିଶିର ଭଟ୍ଟମିଶ୍ର, ଯାଜପୁର ପୌରାଧ୍ୟକ୍ଷା ରଞ୍ଜୁଲତା ହୋତା, ଯାଜପୁର ବ୍ଲକ ଅଧ୍ୟକ୍ଷା ସ୍ୱର୍ଣ୍ଣଲତା ପରିଡ଼ା ଓ ସମାଜସେବୀ ବିଷ୍ଣୁଚରଣ ବିହାରୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦାସ ଥିଲେ ସମଗ୍ର ଓଡ଼ିଶାର ସ୍ୱାଭିମାନ, ମୁକୁଟ ବିହୀନ ସମ୍ରାଟ ବୋଲି ମତ ପ୍ରକାଶ କରିଥିଲେ। ଏହି ଅବସରରେ ସ୍ୱର୍ଗତ ଦାସଙ୍କ ସମୟରେ ଜିଲ୍ଲାରେ ହୋଇଥିବା ବିକାଶ ସମ୍ପର୍କରେ ଆଲୋଚନା କରାଯିବା ସହ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପରିଶେଷରେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଭାବେ ଅଶୋକ ବାବୁଙ୍କ ବିଷୟ କିଛି କହିବାକୁ ଗଲେ ସେ ଗୋଟେ ଇତିହାସ ହବ। ଅନେକ ବ୍ୟକ୍ତି ଅଶୋକ ବାବୁ କ'ଣ ତାଙ୍କୁ ଚିହ୍ନି ପାରିଲେ ନାହିଁ, କାରଣ ଆମେ ସବୁ ଯିଏ ରହିଲେ, ଆମେ ଯେଉଁମାନେ ମନ୍ତ୍ରୀ ହେଲେ ମହାମନ୍ତ୍ରୀ ହେଲେ ଆମେ ଏଇମାନଙ୍କୁ ଖାଲି ଚିହ୍ନିଲେ, କିନ୍ତୁ ଯେଉଁମାନେ ତ୍ୟାଗ କରନ୍ତି, ଯେଉଁମାନେ ଆଦର୍ଶରେ ରୁହନ୍ତି ଆମେ ତାଙ୍କୁ ସହଜେ ଚିହ୍ନୁନା। ଯଦି ଚିହ୍ନିଥାଉ ବି ତାଙ୍କୁ ପରିଚୟକୁ ମଧ୍ୟ ଆମେ ଦେବାକୁ ଚାହୁଁନା। ଅଶୋକ ବାବୁ ସେଇଭଳି ଏକ ବ୍ୟକ୍ତି ଯିଏକି କ୍ଷମତାଠୁ ସବୁବେଳେ ଦୂରରେ ରହୁଥିଲେ, କିନ୍ତୁ କ୍ଷମତାକୁ ନିଷ୍ପତ୍ତି ଦେଉଥିଲେ ବିଜୁ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳରେ ଏବଂ ବିଜୁ ପଟ୍ଟନାୟକଙ୍କ ଶାସନ ସମୟରେ ବିଜୁ ସରି ଜନତା ଦଳର ଶାସନ ସମୟରେ 90ରୁ 95 ମସିହା ପର୍ଯ୍ୟନ୍ତ ବିଜୁ ବାବୁଙ୍କର ଅତ୍ୟନ୍ତ ବିଶ୍ୱସ୍ତ ଥିଲେ ଅଶୋକ ବାବୁ ଏବଂ ଦଳର ସଭାପତି ହିସାବରେ ସେ ଯେଉଁ କାର୍ଯ୍ୟ କରିଛନ୍ତି, ଯୋଉଥିପାଇଁ ବିଜୁ ଜନତା ଦଳ କ୍ଷମତାକୁ ଆସିଲା ଏବଂ ବିଜୁବାବୁ ମାନ୍ୟବର ବିଜୁ ମୁଖ୍ୟମନ୍ତ୍ରୀ ହେଲେ, କିନ୍ତୁ ଅଶୋକ ବାବୁ ସମସ୍ତଙ୍କୁ ମନ୍ତ୍ରୀ କରିବାରେ ସହଯୋଗ କଲେ କିନ୍ତୁ ନିଜେ ମନ୍ତ୍ରୀ ହେଲେ ନାହିଁ। ଦଳକୁ ସଂଗଠିତ କରିବା, ଦଳକୁ ମଜବୁତ କରିବା, ଗୋଟେ ଆଦର୍ଶରେ ଅନୁପ୍ରାଣିତ ହେବା ଏବଂ ବିଶେଷ ଭାବରେ ବିଜୁବାବୁଙ୍କୁ ସେ ଏତେ ସମ୍ମାନ ସ୍ନେହ ଶ୍ରଦ୍ଧା କରୁଥିଲେ ଯେ କି ବିଜୁବାବୁଙ୍କର ଗୋଟିଏ ଗୋଟିଏ ବାର୍ତ୍ତା, ଗୋଟିଏ ଗୋଟିଏ ପରାମର୍ଶ ତାଙ୍କ ପାଇଁ ଶିରଧାର୍ଯ୍ୟ ହୋଇଥିଲା। ବିଜୁବାବୁ ମଧ୍ୟ ତାଙ୍କୁ ଏଭଳି ବିଶ୍ୱାସ କରୁଥିଲେ ଯାହା ଅଶୋକ ବାବୁ କହିବେ ଦଳ ପାଇଁ, ସରକାର ପାଇଁ ତାହା ହିଁ ହେବ। ତେଣୁ ଆଜି ଯେଉଁ ବିଜୁବାବୁଙ୍କ ସମୟରେ ଯେତେ ଗୁଡ଼ିଏ କାର୍ଯ୍ୟକ୍ରମ ସବୁ ହେଇଛି, ଇଏ ପଛ ପାଖରେ ରହି କ୍ଷମତାରେ ନ ରହି ସେ କାର୍ଯ୍ୟଗୁଡ଼ିକ ହେବା ପାଇଁ ପରାମର୍ଶ ଦେଇଥିବା ବ୍ୟକ୍ତି। ତେଣୁ ସେଇଭଳି ବ୍ୟକ୍ତିର ଆଜି ତିରୋଧାନ ଦିବସ ଆମେ ବିଭିନ୍ନ ଜାଗାରେ ପାଳନ ହେଉଛି, ଖାଲି ଆପଣ ଯାଜପୁରରେ ପାଳନ ହେଉନି, ଆଜି ଓଡ଼ିଶାର ବିଭିନ୍ନ ଜାଗାରେ ଏ ପାଳିତ ହେଉଛି ଏବଂ ଆମେ ମଧ୍ୟ ଅଶୋକ ବାବୁଙ୍କୁ ଖାଲି ଯାଜପୁର ଜିଲ୍ଲାରେ ସୀମିତ ରଖିବା ଠିକ୍ ହେବ ନାହିଁ। ସେ ସମଗ୍ର ରାଜ୍ୟର ନେତା ଥିଲେ ଏବଂ ତାଙ୍କର ସମର୍ଥକ ସମଗ୍ର ରାଜ୍ୟରେ ଅଛନ୍ତି। ସମ୍ବଲପୁର ଯାଆନ୍ତୁ, ବାଲେଶ୍ୱର ଯାଆନ୍ତୁ, ଭଦ୍ରକ ଯାଆନ୍ତୁ, ଯୋଉଠିକି ଗଲେ ସବୁଠି ଅଶୋକ ବାବୁଙ୍କର ଫଲୋଅର୍ସ ମାନେ ଅଛନ୍ତି। ସେଇଥିପାଇଁ ତାଙ୍କୁ ସଂକ୍ଷିପ୍ତରେ କୁହାଯାଇପାରେ ଅଶୋକ ଦି ଗ୍ରେଟ୍। ସ୍ୱର୍ଗତ ଅଶୋକ ଦାସଙ୍କର ସ୍ମୃତି କମିଟି ଆଜି ତାଙ୍କର ଯୋଉ ସ୍ମୃତିଚାରଣ ସଭା, ସ୍ମୃତିରେ ଅଶୋକ ଯୋଉ କାର୍ଯ୍ୟକ୍ରମ କରିଥିଲେ, ଇଏ ବାସ୍ତବରେ ସ୍ୱାଗତ ଯୋଗ୍ୟ ଏବଂ ଇଏ ଆଗକୁ ଆହୁରି ବ୍ୟାପକ ହେବାର ଆବଶ୍ୟକତା ଅଛି। ଏଇଥିପାଇଁ ବ୍ୟାପକ ହେବାର ଆବଶ୍ୟକତା ଅଛି ଯେ ଅଶୋକ ଦାସ କେବଳ ଜଣେ ରାଜନେତା ନଥିଲେ, ସିଏ ଜଣେ ଜନନାୟକ ଥିଲେ, ସମଗ୍ର ଓଡ଼ିଶାର ଜନନାୟକ ଥିଲେ। ତାଙ୍କର ଯୋଉ ରାଜନୈତିକ ଜୀବନ ସେ ଯେକୌଣସି ଲୋକକୁ ପ୍ରଭାବିତ କରିପାରିବ ଏବଂ ପ୍ରେରଣା ଦେଇପାରିବ।
जड़े सालिस विहीन आपण माने जेमती लेखाही सालिस विहीन मुकुट विहीन से सम्राट थिले एवं जड़े प्रचंड स्वाभिमानी नेता थिले आपण माने समस्त जानिचंती जे तांको जीवन रे केबे से पद पदवीर लालायित होई नाहंती कोन पे लालायित होई नाहंती ताकू भिन्न भिन्न समीक्षक भिन्न भिन्न भाव में उपस्थापन करती किए कहती सी कहार आनुगत्य स्वीकार करती ना किए कहती सी केबे पद पदवी चाही नाहंती अनुष्ठान सब उन्नति चाहती संगठन सब उन्नति चाहती एभली भाव में आपन देखिले अशोक दासंकर जीवन गोटे राजनैतिक पुस्तक आपण कहि परिबे जो पुस्तकर तर्जमा हबार आवश्यकता अछि मु आज एठी कहला बेले मध्य सेई कथा कहली जे तांको संपर्क रे अधिक गवेषणा हो तांको संपर्क रे अधिक लिटरेचर सृष्टि हो तांको संपर्क रे सब कथा ओडिसार सब लोक जानतु एवं समस्ते ता द्वारा अनुप्राणित हो पारे। आज प्रभात पुरुष अशोक दास जो 15तम श्राद्ध दिवस उपलक्षे केवल जाजपुर ने ओडिसार विभिन्न जगार श्राद्ध दिवस पालन कर स्मृति सभा कर विशेषकर आज जो वक्ता माने आम आमंत्रण करूँ श्रद्धांजलि सभा से ही माने जो वक्ता माने आसी से अशोक बाबू सहित राजनीतिक जीवन में सामाजिक जीवन में और व्यक्तिगत जीवन में सहित संपर्क थिला एवं एभली किसी कथा थिला जोटा कि राजनीति रे सहित आलोचना करथिले अशोक बाबू सहित संपर्क कौन थिला एवं सबुठारु बड़ विषय होची आज गणतंत्र रे जो युवपीढ़ी मान आम देश निर्भर करुच्ची अशोक बाबू भली सालिस विहीन एवं क्षमता को जलांजलि दे राजनीति करने एक उदाहरण सृष्टि करते जो युवपीढ़ी निश्चित भाव में शिक्षा करने दरकार जे क्षमता थिले केवल आम राजनीति करिपरिबा बिना क्षमता राजनीति करिपरिबानी यही जो चिंताधारा अशोक बाबूंकर जीवन काल भितर क्षमता तांको पाद छुईची किंतु क्षमता को से आपणई नांती जीवन में जनसाधारण को सेवा करने को निजर व्रत जो अवलंबन करते शेष समय पर्यंत गोटे सालिस विहीन अर्थात आप धर्मनिरपेक्षता को से अवलंबन करते जोटा कि आज भारत वर्ष में आवश्यकता रही युवपीढ़ी निश्चित भाव जो जीवन शैली एवं तांकर जो कर्मधारा से नीति रे अनुप्राणित हेले आमर गणतंत्र सुदृढ़ हम। स्वर्गत मुकुट विहीन सम्राट अशोक दास सारा राज्यर नेतृत्व नौतिले राजनैतिक जीवन एवं सामाजिक जीवन रे आपण जेकोसी कथारे कहतु शैवपीठर कथा कहतु शक्तिपीठर कथा कहतु कृषक समस्या कथा कहतु कृषि भित्तिक कथा कहतु प्रत्येक क्षेत्र में तांकर एते दक्षता थिला जहाँ के आज पर्यंत कौन सी राजनीतिक लोकों पाखे देखा देनी। द्वितीय कथा है श्रीयुक्त अशोक दास महोदय छात्र जीवन राजनीति थिले एवं जेते ओडिशा नेतृत्व नियंतु ना कहीं जाजपुर प्रत्येक मनीष वयस्क कहतु आज युवपीढ़ी कहतु समस्ते तांकर अति प्रशंसक 15तम श्राद्ध दिवस रे तांकर आवर्तमान भितर वर्तमान स्वप्न एवं भविष्य स्वप्न देखापी समस्त भितर से उत्साह उद्दीपना थाए। आपण पार्लियामेंटेरियन हिसाब से देखिले इंग्रेजी कहतु ओडिया रे कहतु तांकर जो असेंबली जो क्वेश्चन आंसर थाए एवं से जो डिबेट रे भाग नियंती से डिबेट आज विधानसभा देखा मिलूनी। जाजपुर माटीर एक मुरबी से थिले जाजपुर रे जो भाईचारार संपर्क से भाईचारा संपर्क तांकरी पाखुरी आरंभ होता आज पर्यंत तांकर सुपुत्र आम बिजु जनता दल राज्य सांगठनिक संपादक प्रणव प्रकाश दास महोदय ताकू बजाई रखिंट जेकोसी क्षेत्र में कहतु तांकर दक्षता प्रतिपादन करने हेले जेते कहले भी से कथा सरबनी तांकर जिते मरण शोभा आसूला मर शरीर जितेबले भुवनेश्वर आसूला भुवनेश्वर जाजपुर पर्यंत सेतिकी बेले समस्त अनुभव करते जाजपुरवासी नुह सारा ओडिशावासी तांको केते भल पाउथिले।